ସାଆନ୍ତେ ଆସିବେ ବୋଲି ନନ୍ଦିଘୋଷ ରଥର ପାର୍ଶ୍ୱ ଦେବତା ହନୁମାନ। କଥିତ ଅଛି ରଥକୁ ପ୍ରଥମେ ଦେବତାମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରିବାକୁ ବାହାରିଥିଲେ। ଏହି ରଥର ବିଶେଷତ୍ୱ ହେଉଛି ରଥରେ ନନ୍ଦିକେଶ୍ୱରଙ୍କର ଉପସ୍ଥିତି। ପ୍ରଭୁ ଶିବଙ୍କ ଆଦେଶରେ ସେ ରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ମହାପ୍ରଭୁଙ୍କୁ ନନ୍ଦିଘୋଷ ରଥରେ ପାର୍ଶ୍ୱ ଦେବତା ହେଉଛନ୍ତି ହନୁମାନ, ଶ୍ରୀରାମ, ଲକ୍ଷ୍ମଣ, ନାରାୟଣ, ଶ୍ରୀକୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଓ ନୃସିଂହ ଆଦି ନବଦେବତା। ସେଥିମଧ୍ୟରୁ ହନୁମାନ ହେଉଛନ୍ତି ସପ୍ତ ଚିରଞ୍ଜୀବୀମାନଙ୍କ ମଧ୍ୟରେ ଅନ୍ୟତମ। ଶ୍ରୀରାମଙ୍କର ଅନନ୍ୟ ଭକ୍ତ ଭାବରେ ସେ ପରିଚିତ। ଯେପରି ଶ୍ରୀମନ୍ଦିରର ଚାରିଦ୍ୱାରରେ ତପସ୍ୱୀ ହନୁମାନ, ବୀର ବିକ୍ରମ ହନୁମାନ, ଫତେ ହନୁମାନ, ବେଡ଼ି ହନୁମାନ ଆଦି ଭାବରେ ସଙ୍କଟମୋଚନ ବିରାଜମାନ କରିଛନ୍ତି, ସେହିପରି ଅଞ୍ଜନେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧ୍ୱଜା ପାର୍ଶ୍ୱରେ ବିରାଜମାନ କରିଛନ୍ତି। ଯେବେ ମହିରାବଣ ଲକ୍ଷ୍ମଣ, ହନୁମାନ ଓ ସୁଷେଣଙ୍କୁ ବନ୍ଦୀ କରି ନେଇ ଶ୍ରୀଲଙ୍କାରେ ରଖିଥିଲା, ଦେବୀଙ୍କ କୃପାରୁ 3 ଜଣ ମୁକ୍ତ ହୋଇ ଦେବରାଜ ଇନ୍ଦ୍ର ପ୍ରଦତ୍ତ ତାଳଧ୍ୱଜ ରଥରେ ବିଜେ କରିଥିଲେ। ଲକ୍ଷ୍ମଣ ମହିରାବଣ ସହିତ ଯୁଦ୍ଧ କରିବା ବେଳେ ହନୁମାନ ନୃସିଂହ ମୂର୍ତ୍ତି ଧାରଣ କରି ମହିରାବଣର ସୈନ୍ୟ ସାମନ୍ତ ହସ୍ତୀ ଅଶ୍ୱମାନଙ୍କୁ ବଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ବିଜେ କରିଥିବାରୁ ରାମରଥ ନନ୍ଦିଘୋଷ ଭାବରେ ସେଥିରେ ପଞ୍ଚମୁଖୀ ହନୁମାନ ଯାତ୍ରା କରନ୍ତି।